ଦେଖନ୍ତୁ ଯଦି କହିବା କଣାସ ଅଞ୍ଚଳରେ ବର୍ତ୍ତମାନ ବନ୍ୟାର ଭୟ ଲାଗିଛି ବା ବନ୍ୟାର ବର୍ତ୍ତମାନ କହିବା ହୁ ହୁ ହେଇ ବଢି ଚାଲିଛି। ତା ଭିତରେ ମଧ୍ୟ ଇମ୍ପାକ୍ଟେଡ୍ ହେଇଛି କହିବା ନାନେକେରା ବିଦ୍ୟାଳୟଟି ଏବଂ ଦେଖୁଥିବେ ଆମେ ସେ ବିଦ୍ୟାଳୟ ପରିସର ଭିତରେ ଅଛୁ ଯାହା କହିବା ପାଣି ଦେଖୁଥିବେ ଆଣ୍ଠିଏ ପାଣି ଏବଂ ଜଳସ୍ତର ପ୍ରତି ଘଣ୍ଟା ପ୍ରତି 3 ମିଟର ଲେଖେ ବଢି ବଢି ଚାଲିଛି ଯାହାକୁ ନେଇ ବର୍ତ୍ତମାନ ସ୍କୁଲ ଶିକ୍ଷକ ମାନେ ଏବେ ବର୍ତ୍ତମାନ କହିବା ଯଦି ଉପରସ୍ଥ ଅଧିକାରୀ କି ଫୋन କରିଥିଲେ ଏବଂ ଯୋଗାଯୋଗ କରି ବର୍ତ୍ତମାନ ପିଲାମାନଙ୍କୁ ଛୁଟି କରିଥିଲେ ଆଉ କିଛି ପିଲା ରହିଛନ୍ତି ଦେଖୁଥିବେ ଯେଉଁଭଳି ଭାବରେ ପାଣି ବଢି ବଢି ଚାଲିଛି ତାର ଭୟ ଯଦି କହିବା ତାହାର ଦୃଶ୍ୟ ଆପଣ ଦେଖୁଥିବେ ଏଇ ଚିତ୍ର ଯୋଉ ଆପଣଙ୍କୁ ଆମେ ଗ୍ରାଉଣ୍ଡ ଜିରୋରୁ ଦେଖାଉଛୁ ଯେ ଦେଖୁଥିବେ ପାଣି ଯେତିକି ସମୟ ବିତୁଛି ସେତିକି ସମୟ ପାଣି ବଢି ବଢି ଚାଲିଛି ଯାହାକୁ ନେଇ ବର୍ତ୍ତମାନ ପିଲା କୁହନ୍ତୁ ଦେଖୁଥିବେ ସ୍କୁଲ ସବୁ ବର୍ତ୍ତମାନ ଶିକ୍ଷକ ସ୍କୁଲ ଟିଚର ମାନେ ବର୍ତ୍ତମାନ ଷ୍ଟୁଡେଣ୍ଟ ମାନଙ୍କୁ ଛୁଟି କରିଦେଇଛନ୍ତି ତାଲା ପଡିଛି ଇଏ ହଉଛି ସେଇ ଦୃଶ୍ୟ ଦେଖନ୍ତୁ ପାଣି ଦେଖୁଥିବେ ବଢି ବଢି ଚାଲିଛି ଏବଂ କଣାସ ଅଞ୍ଚଳରେ ଲୋକଙ୍କ ମାନେ କୋକୁଆ ବହି ହୋଇଛି କହିବା ଯଦି ବନ୍ୟା ଅଞ୍ଚଳ ଯଦି କହିବା ଉପର ମୁଣ୍ଡରୁ ପାଣି ଆସୁଛି ଯାହାକୁ ନେଇ ପୁରା ଭୟଭୀତ ଅବସ୍ଥାରେ କଣାସ ଅଞ୍ଚଳ ଅଛନ୍ତି ଏବଂ ଯୋଉ କହିବା ଶିକ୍ଷକ ମାନେ ମଧ୍ୟ ସ୍କୁଲରେ ଏବେ ବି ସୁଦ୍ଧା ଅଛନ୍ତି କାହିଁକି ନା ତାଙ୍କର ସମୟ ସୀମା ସରିନାହିଁ ସେଥିପାଇଁ ପିଲାଙ୍କୁ ଛୁଟି କରିଦେଇଛନ୍ତି ଉପରସ୍ଥ ଅଧିକାରୀ ପଚାରିକି ଏବଂ ଆମ ସହିତ ସାର୍ କଥା ହବା ଆଜ୍ଞା କଣ କହିବେ ଏଇ ଯୋଉ ଆଜି ଯୋଉ ଦେଖୁଛନ୍ତି ସ୍କୁଲ ନାଁଟି କଣ ଅଛି ଏବଂ କେତେ ପିଲା ପାଠ ପଢୁଛନ୍ତି ଏଇ ପାଣି କେତେବେଳେ ଦିଅନ୍ତି ହେଲା ଏଇଟା ସ୍କୁଲ ନାଁ ହଉଛି ନାନେକେରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠି 115 ପିଲା ମାନେ ପଢୁଛନ୍ତି। ଏଇଟା ପାଣି ପୁରା ଭୋର 4ଟାରେ ଆସିଲା ମତେ ବିଦ୍ୟାଳୟ ସଭାପତି ଫୋନ କଲେ ସାର୍ ସ୍କୁଲରେ ପାଣି ପଶିଛି ଶୀଘ୍ର ଆସନ୍ତୁ। 4ଟା ରୁ ଆସିକି ସବୁ ମାନେ ବହି ପତ୍ର ଖାତା ପେନ୍ ସବୁ ଉପରକୁ ଉଠେଇଛି ଗୋଟେ ରଖିଛି ତାପରେ ପାଣି ଭୁସ ବୁଝେଇକି ମାରିକି କ୍ଲାସ ରୁମ୍ ପଶିଲା ଆଣ୍ଠୁ ଲେଖା ପାଣି ହେଲାଣି। ତାପରେ ଯେତେବେଳେ ପିଲା ଆସିଲେ ସାନଟା ଆସିଲେ ମୁଁ ତାପରେ ବାଧ୍ୟ ହେଇକି ବିଓ ସାର୍ଙ୍କ ସହିତ କଥା ହେଲି। ବିଓ ସାର୍ କହିଲେ ଯଦି ପାଣି ହେଇଯାଇଛି ତାହେଲେ ସେ ବିଓ ସାର୍ଙ୍କୁ ପଠେଇଲେ ଏବଂ ସିଆର୍ସି ପଠେଇଲେ। ସେ ଦେଖିଲା ପରେ କ୍ଲାସ ସସ୍ପେଣ୍ଡ କଲେ ମତେ ଏବଂ ଇନଫର୍ମ ଦେଲେ ଯେ ଆପଣ ଅଫିସ ଗୋଟେ ଲେଖା ଦିଅନ୍ତୁ। ତାପରେ ଦେଲା ପରେ ସେମାନେ କ୍ଲାସ ସସ୍ପେଣ୍ଡ କରିଛନ୍ତି ଏବଂ ତା ସହିତ ସେ ଯେତେବେଳେ ଅକ୍ଷୟ ପାତ୍ର ଖାଦ୍ୟ ଆସି ପହଞ୍ଚିଲା ମୁଁ ଗାଁର ପିଲାଙ୍କୁ ଡାକିକି ବାହାରେ ଖାଇବାକୁ ଦେଇକି ଛାଡ଼ିଛି। ଏବେ କାଲିକୁ କାଲି ସ୍କୁଲ ଖୋଲା ହବ ନା ଖୋଲା ହବନି ସେଟା କାଲିର ଦେଖିବାକୁ ପଡିବ ପାଣିର ଅବସ୍ଥା ଦେଖିବେ କାରଣ ସ୍କୁଲ ତ ଖୋଲିଲା ଭଳିଆ କାରଣ ଅବସ୍ଥା ନାହିଁ କାରଣ ଏବେ ସାପଙ୍କର ପ୍ରାଦୁର୍ଭାବ ହେଲାଣି ସେପଟେ ମାନେ ପାଣିରେ ସାପ ଜଣେ କମିଟି ମେମ୍ବର ଆସିକି ଟେକାଟି କରୁଥିବା ବେଳେ ଗୋଟେ ଚିତି ସାପ ଏବଂ ନାଗ ସାପ ବାହାରିଥିଲେ ତାଙ୍କୁ ଦେଖିକି ସେ ପିଲାଙ୍କୁ ସବୁ ବିଦାୟ କରୁଛନ୍ତି କହିଲେ ତମେ ସେଠୁ ସବୁ ପଳାଅ କେହି ଏଠି ରୁହନି ରହିଲା ମାନେ ବାଇଚାନ୍ସ କାହାକୁ ସାପ କାମୁଡ଼ିବାରେ କଣ ହେଇପାରେ ସେଥିପାଇଁ ରିକ୍ସ ହବ ତେଣୁ ପିଲାଙ୍କୁ ଆମେ ବାହାର କରୁଛୁ। ତଥାପି ଆମେ ପିଲା ବି ଯାଇନାହାନ୍ତି ପିଲା ବି ଅଛନ୍ତି ସ୍କୁଲ ଭିତରେ କେତେ ଜଣ ପିଲା ତେଣୁ ଆମେ ତମେ ଯେତେ କହିଲେ ବି ସେମାନେ କହୁଛନ୍ତି ସାର୍ ଆମେ ପାଣି ଦେଖିବୁ ଆମେ ରହିବୁ ଏଥିପାଇଁ ଆମର ସାର୍ ଯେମିତି କହୁଥିଲେ ଯେ କି ପାଣିର ବର୍ତ୍ତମାନ ବିଦେଶିକା କହିବା କଣାସ ଅଞ୍ଚଳରେ ହୁ ହୋଇ ବଢି ଚାଲିଛି ଆମ ପିଲା ଅଛନ୍ତି ସେଇ ସ୍କୁଲର ଛାତ୍ର ଛାତ୍ରୀ ଅଛନ୍ତି କଥା ହବା କଣ କହିବୁ ବର୍ତ୍ତମାନ ସ୍କୁଲ କାହିଁ ଛୁଟି ହେଲା ଏବଂ ପାଣି କେତେବେଳେ ଆସିଲାଣି ସକାଳରୁ ପାଣି ବଢିଲେ ଆଉ ଆମ ସାର୍ ମାନେ ଆସିକି କମିଟି ମେମ୍ବରକୁ ଡାକିକି ସବୁ ବୁଝାବୁଝି କଲେଣି। ଆମେ ସ୍କୁଲ ଆସିଲା ବେଳେ ଆମକୁ ମନା କଲେ ଯେ ସାପ ଆଶଙ୍କା ଅଛି ଆଉ କିଏ ବେଳେ କଣ କାମୁଡ଼ି ଦେବ କି କଣ କରିଦେବେ ବୋଲିକା ଆମକୁ ମନା କଲେ ସ୍କୁଲ ଆସିବେନି ବୋଲିକା ଆଉ ଆମ ସାପ ପାଇଁ ସାପ ପାଇଁ ସବୁ ବହିପତ୍ର ନୂଆ ବହିପତ୍ର ସବୁ ଉପର ଘରେ ଥୁଆ ହେଇଛି ଚାବି ସବୁ ତାଲା ଦିଆଯାଇଛି ଆଉ କାଲି ଯଦି ପାଣି ଟିକେ କମିବ ଆମେ ସ୍କୁଲରୁ ଆସିପାରିବୁ। ଯେମିତି ଶୁଣୁଥିଲେ ପିଲା କହୁଥିଲେ ଷ୍ଟୁଡେଣ୍ଟ ଜଣେ କହୁଥିଲେ ଯଦି କାଲି ପାଣି ଛାଡେ ସେ ବିଦ୍ୟାଳୟକୁ ଆସିବେ ଆଉ ଦେଖୁଥିବେ ଏଇ ଚିତ୍ର କହିବା ଯଦି ଆମେ ଗାଁ ଜିଲ୍ଲାରେ ଅଛୁ ସେଇ ଚିତ୍ର ଦେଖୁ ଯୋଉ ଚିତ୍ର ମାଧ୍ୟମରେ ଆମେ ଜାଣିପାରୁଥିବେ କଣାସ ଅଞ୍ଚଳରେ କିଭଳି ଭାବରେ ପାଣିର ସ୍ତର ବଢି ବଢି ଚାଲିଛି ଏବଂ ଲୋକଙ୍କର ଭୟ ମଧ୍ୟ ସେତିକି କହିବା ଯଦି ଭୟଭୀତର ଅବସ୍ଥାରେ ଅଛନ୍ତି। ଯଦି କହିବା ମାନେ ଆମର ପ୍ରଧାନ ଶିକ୍ଷକ ସେ ମଧ୍ୟ ବି କହିଛନ୍ତି ଯଦି ପାଣି କମେ ତାହେଲେ ପିଲା ଆସିବେ ପାଠ ପଢିବା ପାଇଁ ଯଦି ପାଣି ବଢେ ତା ପାଇଁ ବର୍ତ୍ତମାନ ଉପରସ୍ଥ ଅଧିକାରୀ ପଚାରିବେ ଯଦି ଯଦି ପାଣି କମେ ତାହେଲେ ପିଲାଙ୍କୁ ପାଠ ପଢିବା ପାଇଁ ଦିଆଯିବ।